ମୁଁ ଆନନ୍ଦ ଚନ୍ଦ୍ର ଜେନା ସମ୍ପାଦକ ବସୁଧା ଏବଂ ଯେଉଁ କାର୍ଯ୍ୟକ୍ରମ ଆମର ହେଲା ଭୂମିପୁତ୍ର ସାରସ୍ୱତ ମଞ୍ଚ ଆନୁକୂଲ୍ୟରେ ଭଣ୍ଡାରୀ ପୋଖରୀ ଥାନା ପୋଡ଼ି ଏବଂ ରକ୍ତତୀର୍ଥ ଇରମ୍ ଲୁଣିଆ ଗୁଳିକାଣ୍ଡକୁ ନେଇ ଗୋଟିଏ ଆମେ ବସୁଧାର ସ୍ୱତନ୍ତ୍ର ସଂଖ୍ୟା କରିଥିଲୁ ଏବଂ ଆଭିମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଆକୁ କେମିତି ଯେଉଁ ଓଡ଼ିଶାର ଏକମାତ୍ର ଶହୀଦ ହେଇଥିବା ମହିଳା ଶହୀଦ ପରିବେଉଆ ସିଏ ତାଙ୍କ ବାବଦରେ ଇତିହାସ ମଧ୍ୟ ଅଜ୍ଞ ଏବଂ ଏ ସ୍ଥାନୀୟ ଯୁବପିଢ଼ି ବିଶେଷ କରି ଯେଉଁମାନେ ବୁଦ୍ଧିଜୀବୀ ସେମାନେ ମଧ୍ୟ ଆର ଦୂର ରହିଛନ୍ତି। ତେଣୁ ତାଙ୍କୁ କେମିତି ଆର ପ୍ରସାର ଏବଂ ଆହୁରି ଅନୁପ୍ରାଣିତ କରିବା ପାଇଁ ଯୁବପିଢ଼ିକି ଏଥିରେ ଆମେ ସଂଶ୍ଳିଷ୍ଟ କରାଇବୁ। ଉଦ୍ଦେଶ୍ୟ ହେଉଛି ଏଇଆ। ଆଜିର ଏଇ ଯେଉଁ କାର୍ଯ୍ୟକ୍ରମଟି କଲୁ ବହୁ ପ୍ରଥିତ ଦଶା ଅନୁଭବ ସମ୍ପନ୍ନ ବ୍ୟକ୍ତିବିଶେଷ ଉଦାହରଣ ସ୍ୱରୂପ ଡକ୍ଟର ରାମଚନ୍ଦ୍ର ପଣ୍ଡା ଯିଏକି ଭଦ୍ରକ ଅଟୋନମସ୍ କଲେଜର ପୂର୍ବତନ ଅଧ୍ୟକ୍ଷ ଭାବରେ ମୁଖ୍ୟ ଅତିଥି ଭାବରେ ଆମ ସହିତ ଯୋଗ ଦେଇଥିଲେ ଏବଂ ଗୁଡ଼ିଏ ସାରଗର୍ଭକ କଥା ମଧ୍ୟ ଏ ବାବଦରେ ସେ ଆଲୋଚନା କଲେ ଏବଂ ଡକ୍ଟର କ୍ଷୀରୋଦ କୁମାର ସାମଲ ସେ ବି ମଧ୍ୟ ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷ ସାହିତ୍ୟିକ ଏବଂ ପ୍ରଥିତ ଦଶା ଲେଖକ ପ୍ରାବନ୍ଧିକ ମଧ୍ୟ ସେ ମଧ୍ୟ ଅତିଥି ଭାବରେ ମୁଖ୍ୟ ବକ୍ତା ଭାବରେ ଆମ ପାଖରେ ଥିଲେ ଏବଂ ଡକ୍ଟର ବିଶ୍ୱରଞ୍ଜନ ମଲ୍ଲିକ ଅବନୀ ନାୟକ ଇତ୍ୟାଦି ଯେଉଁ ଆମର ଥିଲେ ସବୁ ଅଭିଜ୍ଞ ଅନୁଭବ ସମ୍ପନ୍ନ ଭଦ୍ରକ ମାଟି ଓଡ଼ିଶାରେ ଯେ ତାର ଭୂମିକା ଭିତ୍ତିଭୂମି କ'ଣ ସେ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ। ମୋର ବିଶ୍ୱାସ ଏ ବାର୍ତ୍ତା ନିଶ୍ଚିତ ଆଗାମୀ ଦିନରେ ଯୁବପିଢ଼ିକି ଅନୁପ୍ରାଣିତ କରିବ, ଏଥିରେ ଗୋଟିଏ ପରିବର୍ତ୍ତନଶୀଳ ଅନୁଭବ ଆଣିବ ଏ ଆମର ବିଶ୍ୱାସ। ଆମେ ଦେଖିଲୁ କ'ଣ କି ଯେ ଯେଉଁମାନେ ଧରନ୍ତୁ ଇଏ ସହିତ ଜଡ଼ିତ ଅଛନ୍ତି ଏବଂ ବିଭିନ୍ନ ବର୍ଗରେ ଥାଇ ସମାଜ ସହିତ କିଏ ଡାକ୍ତରକୁ ଆମେ ସମର୍ଥିତ କରିଛୁ, ସେ ଡାକ୍ତର ବୃତ୍ତିରେ ଥାଇ ମଧ୍ୟ ସମାଜ ସହିତ ସାହିତ୍ୟ ସହିତ ଯେଉଁମାନେ ଜଡ଼ିତ ଅଛନ୍ତି ସେଭଳି ବ୍ୟକ୍ତିବିଶେଷଙ୍କୁ ଚୟନ କରି ଆମେ ସମ୍ବର୍ଦ୍ଧିତ କରିଛୁ। ମହିଳାମାନଙ୍କୁ ବିଶେଷ କରି ବସୁଧା ସମ୍ମାନ ପ୍ରଦାନ କରିବାର ଉଦ୍ଦେଶ୍ୟ ହେଉଛି ସେମାନେ ଗୃହିଣୀ ହୁଅନ୍ତୁ ବା କର୍ମଜୀବିନୀ ହୁଅନ୍ତୁ, ବିଭିନ୍ନ କାର୍ଯ୍ୟକ୍ରମରେ ଥାଇ ସାହିତ୍ୟ ସମାଜ ପ୍ରତି ତାଙ୍କର ଯେଉଁ ପ୍ରତିବଦ୍ଧତା ଅଛି ସେମାନଙ୍କୁ ସମ୍ମାନ ଜଣାଇ ଆମେ ସମ୍ବର୍ଦ୍ଧନା ପ୍ରଦାନ କରିଛୁ। ଝିଅମାନଙ୍କୁ ମଧ୍ୟ ଯେଉଁମାନେ ଛାତ୍ରୀ ବର୍ତ୍ତମାନ ଶିକ୍ଷାରତ ସେମାନେ ଯିଏ ଆମେ ଡାକିଛୁ କଟକରୁ ଭୁବନେଶ୍ୱରରୁ ସେମାନେ ଶ୍ରମ ସ୍ୱୀକାର କରି ଏଠି ଆସିକି ଆମ ସହିତ ଉପସ୍ଥିତ ହେଇଛନ୍ତି ଏବଂ ସାହିତ୍ୟକୁ ସମାଜକୁ ସଂସ୍କୃତିକୁ ଭଲ ପାଉଥିବା ମାନସିକତା ନେଇ ଏଠାରେ ଉପସ୍ଥିତ ହେଇ ସେମାନେ ମଧ୍ୟ ସମ୍ବର୍ଦ୍ଧିତ ହେଇଛନ୍ତି। ମୁଁ ହେଉଛି ଡକ୍ଟର ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭଦ୍ରକ। ଆଉ ତା ପୂର୍ବରୁ ମୁଁ ଥିଲି ଡିଡି କଲେଜ କେନ୍ଦୁଝରର ମଧ୍ୟ ଅଧ୍ୟକ୍ଷ। ମଞ୍ଚ ହେଉଥିଲା ଇଏ ତ ନିଶ୍ଚିତ ଭାବରେ ଧନ୍ୟବାଦର ପାତ୍ର। କାରଣ ହେଉଛି ଅତୀତକୁ ଆସ୍ତେ ଆସ୍ତେ ସବୁ ଲୋକମାନେ ଭୁଲି ଯାଉଛନ୍ତି, ବିଶେଷ କରି ଯୁବପିଢ଼ି ଯେଉଁମାନେ ସେମାନଙ୍କର ଆଉ ଏତେ ନିଜ ଭଲ କଥା ଯେ ନିଜ କଥାରେ ଅତି ବ୍ୟସ୍ତ, କିନ୍ତୁ ସମାଜ ପ୍ରତି ମଧ୍ୟ କିଛି ନଜର ଦେବାର ଅଛି। ଆଉ ଯାହାଙ୍କ ପାଇଁ ଆମେ ଆସିକି ଏଇ ଅବସ୍ଥାରେ ପହଞ୍ଚିଲେ ତାଙ୍କୁ ଆମେ ଭୁଲିଗଲେଣି। ଏଇକ୍ଷିଣା ବି ଯଦି ପଚରାଯିବ ଏମିତି ଅନେକ ପିଲା ବି କହିପାରିବେନି ଗାନ୍ଧିଜୀ କେଉଁଠି ଜନ୍ମ ହୋଇଥିଲେ। ଅବଶ୍ୟ ଏଇଟା ଆଶ୍ଚର୍ଯ୍ୟ ନ ଲାଗିପାରେ, କିନ୍ତୁ ପ୍ରକୃତରେ ବି ଘଟଣା ସେଇଆ ହେଉଛି। ଆଉ କେବେ ଦେଶ ସ୍ୱାଧୀନତା ହେଇଥିଲା ପାଇଥିଲା ବି ତାକୁ ପଚାରିଲା ବେଳକୁ ଜଣେ ଜଣେ ବି କହିପାରିବେନି କେଉଁ ମସିହାରେ ଦେଶ ସ୍ୱାଧୀନ ହେଇଥିଲା। ଏଇଟା ମାନେ ଭାରି ଖରାପ ଲାଗିପାରେ, କିନ୍ତୁ ଏଇଟା ସତ କଥା। ଦେଶ ପ୍ରତି ମୁଁ ଯାହା ଲକ୍ଷ୍ୟ କରି ମୋର ବ୍ୟକ୍ତିଗତ ଭାବରେ ମୋର ଏଇ ଭାବନା ହେଉଛି ଦେଶ ପ୍ରତି ମମତା କମି ଯାଉଛି ଦିନକୁ ଦିନ। ଯଦିଓ ଖାଇବା ପିନ୍ଧିବାର କିଛି ଅଭାବ ନାହିଁ, ପିଲା ବହୁତ ବଢ଼ିଆ ପାଠ ପଢ଼ୁଛନ୍ତି, କିନ୍ତୁ ଅସଲ ଯେଉଁଟା ମଣିଷର ମାନବିକତାକୁ ସବୁ ଭୁଲି ଯାଉଛନ୍ତି, ସେଇଟା ଗୋଟେ ଦୁଃଖର କଥା। ଆଉ ବାପା ମାଙ୍କ ପ୍ରତି, ଗୁରୁଜନଙ୍କ ପ୍ରତି, ଦେଶ ପ୍ରତି, ଭାଷା ପ୍ରତି ଆମେ ଯେତେ ଯେ ଉପରକୁ ଗଲେ ମଧ୍ୟ ଆମ ଜନ୍ମସ୍ଥଳୀକି ଆମେ ଭୁଲିବା କଥା ନୁହେଁ, ଆମ ଭାଷାକୁ ଆମେ ଭୁଲିବା କଥା ନୁହେଁ। ବିଶେଷତ୍ୱ ହେଉଛି ଯେଉଁ ଭଣ୍ଡାରୀ ପୋଖରୀର ମାନେ ଯେତେବେଳେ ସଂଗ୍ରାମ ଏଠି ହେଉଥିଲା ଗାନ୍ଧିଜୀଙ୍କ ଡାକରାରେ 1942 ମସିହାରେ, ଏବଂ ସେଇ ସମୟରେ ଭାରତ ଛାଡ଼ ଆନ୍ଦୋଳନ ଆଉ ଅନ୍ୟାନ୍ୟ ଏଠି ଥାନା ପୋଡ଼ି ହେଇଥିଲା। ତାପରେ ଏପଟେ ଲୁଣିଆ ଆଉ ସେପଟେ ଧୂସୁରୀରେ ମଧ୍ୟ ଆଜାଦ ଧୂସୁରୀ କରିଦେଇଥିଲେ। ଚକଡ଼ା ଯେଉଁ ବାଞ୍ଛାନିଧି ଚକଡ଼ା, ସେତେବେଳେ ସେ ସମୟରେ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ସ୍ୱର ତୋଳିବା ମାନେ ଜୀବନକୁ ବିସର୍ଜନ କରିଦେବା ସଙ୍ଗେ ସମାନ। କାରଣ କେତେବେଳେ କ'ଣ ହେଇଯିବ ସେମାନେ ମାରିଦେବେ ଜୀବନରୁ, ତାର ଆଉ ମରି ବି ଯାଇଛନ୍ତି ଅନେକ।
ଏଇଟା ପ୍ରକୃତରେ ସେଇଟା ହେଉଛି ଆଜି ତାକୁ ମନେ ରଖିବା କଥା। କାରଣ ଆମେ ଯେତେ ଉପରକୁ ଗଲେ ମଧ୍ୟ ଆସନ୍ତୁ ଯେତେ ଉପରକୁ ଗଲେ ମଧ୍ୟ ଆମର ପିଲାଦିନକୁ ଭୁଲିବା ଉଚିତ ନୁହେଁ। ଆମେ ଯେଉଁ ଦେଶରେ ଜନ୍ମ ହୋଇଛନ୍ତି, ଯେଉଁ ଭାଷାରେ ଆମେ କଥା କହୁଛନ୍ତି, ତେଣୁ ଆଜି ଯଦି ଆମେ ଯେଉଁ ଅବସ୍ଥାକୁ ଯାଇଛନ୍ତି ତାର ମୂଳ କାରଣ ହେଲା ଆମ ଜନ୍ମଭୂମି, ଆମର ଅଞ୍ଚଳରେ, ଆମର ସେ ସମୟରେ ଦେଶର ପରିସ୍ଥିତି କ'ଣ ଥିଲା। ଆଜି କ'ଣ କେହି ଏ ଯୁଗରେ ଆଉ ଏଇଭଳି କରିପାରିବେ? ସେଇଭଳିଆ ଗୋଟେ ଏନାନ୍ଦର ମହାତ୍ମା ଗାନ୍ଧୀ କ'ଣ ଆଉ ସୃଷ୍ଟି ହବ ନା ଏନାନ୍ଦର ବିବେକାନନ୍ଦ ଆଉ ଜଣେ ମାନେ ହେଇପାରିବେ? ତେଣୁ ଆମ ଅତୀତକୁ ଭୁଲିଗଲେ ଆମେ ସବୁ ଭୁଲିଯିବା, ବାପା ମାଙ୍କୁ ଭୁଲିଯିବା। ତେଣୁକରି ୟାର ମହତ୍ଵ ଅଛି ଏଇଥିପାଇଁ ଯେ ଆମର ଜେନାବାବୁ ତାଙ୍କର ସରପଞ୍ଚ ଥିଲେ, କିନ୍ତୁ ତାକୁ ସବୁ ଛାଡ଼ିକି ସେ ଏ ଦେଶର ଯେଉଁ ଉଜ୍ଜଳ ସ୍ମୃତିକି ସେ ବହନ କରିବା ପାଇଁ ସେ ଆଜିକାଲିର ଯୁବପିଢ଼ିଙ୍କ ଭିତରେ ଏଇ ଚେତନାଟାକୁ ପ୍ରକୃତରେ ସେ ମାନେ ଏଇଟାକୁ ଆହରଣ କରୁଛନ୍ତି। ଆଉ ସେଥିପାଇଁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି।